କହିଲି ନା ତୁ କହୁଛୁ ନା ମୁଁ ବି ନ କହିଥିଲି। ବିଳମ୍ବ ଅଛି ଟିକେ, ଝିଅ ବାହାଘର ବିଳମ୍ବ ଅଛି। ହଉ, ବିଳମ୍ବ ହେଲେ ଭଲ। ହାତରେ ଆପଣଙ୍କର ଯେତିକି ଧୂଆଁଳିଆ କଳା ସବୁ ରେଖା ଗୁଡ଼ାକ ଜମାଟ ହୋଇକି ଅଛି, ପ୍ରାୟ ଦେଖାଯାଉଛି ଧୂଆଁଳିଆ କଳା। ଏଗୁଡ଼ାକ ବିଶେଷ ଭାବରେ ଆଣ୍ଠୁ ଅଣ୍ଟା ପାଦ ପୀଡ଼ାର ଏଗୁଡ଼ାକ ଲକ୍ଷଣ। ପାଦ ଫାଦ ହେଇକି ଭଲ ହେଇଗଲାଣି। ତାପରେ ଏ ଯେଉଁ ଶୁକ୍ରଙ୍କ ବଳୟରେ ଯେଉଁ ଖାଲ ଏତକ, ଜୀବନର ଅଧା ବୟସ ପର୍ଯ୍ୟନ୍ତ ଷ୍ଟ୍ରଗଲ୍, ସୁଖ ରହିବନି। ଅଧା କହିଲେ 50 ବର୍ଷ ପରେ ଯଦି କିଛି ସୁଖ ପ୍ରାପ୍ତ ଅଛି, ସୁଖ ଘର ଜାଗା ବାଡ଼ି ବା କୌଣସି ନିଜର ସୁଖ ଟିକେ ବସିକିରି ଶାନ୍ତିରେ ରହିବା ଯୋଗ ଅଛି। ତା ପୂର୍ବରୁ ନୁହଁ। ଝିଅ ବାହାଘର ହେବ 1.5 ବର୍ଷ ଡେରି ଅଛି। ଗଲେ 26 ସରିବ, 27 ମସିହା ଜୁଲାଇ ଅଗଷ୍ଟ ପରେ ଯୋଗ ଆସିବ ନଭେମ୍ବର ଡିସେମ୍ବରକୁ। ଝିଅ କ'ଣ ଚାକିରି ଫାକିରି କରିବ? ଏଥିରୁ ବାହାରିବ? ବାହାରିବନି ଯେ ଚାକିରି ଟେମ୍ପୋରାରୀ ଚାକିରି କରିବେ, ଚାକିରି ଛାଡ଼ିବେ, ସଫ୍ଟୱେୟାର ଚାକିରି କ'ଣ କରିକି ଛାଡ଼ିବେ। ମୋ ରେଖା ମୋ ବିଷୟରେ କୁହନ୍ତୁ, ଝିଅ ରେଖା ଦେଖିଲେ ଝିଅ ବିଷୟରେ କହିବେ। ହାତରେ ଆପଣଙ୍କର ଜୀବନରେ ଭାଗ୍ୟରେଖା ଯଦି ଶେଷ ପର୍ଯ୍ୟନ୍ତ ଥାଏ, ତାହେଲେ ବସି ଖାଇକି ବି ରୋଜଗାର ହୁଏ। ବସିଥିଲେ ବି ଘରେ ରୋଜଗାର ହୁଏ। ପୂର୍ବରୁ ଯେଉଁ ରୋଜଗାର ରେଖାର ଚିହ୍ନ ଭଲ ନଥିଲା, କଷ୍ଟ ଥିଲା, କିନ୍ତୁ ବେଳକୁ ବେଳ ଭାଗ୍ୟରେଖା ଯଦି ସ୍ପଷ୍ଟ ସୁନ୍ଦର ଭାବରେ ଶେଷ ପର୍ଯ୍ୟନ୍ତ ଅଛି, ତାହେଲେ ବେଳକୁ ବେଳ ବସିକିରି ସବୁ ସୁବିଧା, ଘରଦ୍ୱାର, ଜାଗା ବାଡ଼ି, ସୁଖ ସମୃଦ୍ଧି ଏବେ ହେବ। କ'ଣ ସେଇଟା ଅଛି ମୋର? ହଁ, ହାତରେ ଅଛି। ଆପଣଙ୍କ ଅପେକ୍ଷା ତାଙ୍କର ସ୍ୱାମୀଙ୍କର କହୁଛି ଯେ ପେଟ ରୋଗ ଆଉ ଡାଇବେଟିସ୍ର ଲକ୍ଷଣ ବେଶୀ ଅଛି। ସିଏ ଟିକେ ଦେହ ଅସୁସ୍ଥତାରେ ବେଶୀ ହେବେ। ପେଟ କ'ଣ ଅପରେସନ୍ ଚାହୁଁଛି? ଖରାପ ଥିଲା ତ, ତାଙ୍କର ଖରାପ ଥିଲା। କିଛି ଗୋଟେ ରକ୍ଷା ପାଇଯାଇଛନ୍ତି ଚିକିତ୍ସା ପତ୍ର କରିକିରି। ସତର୍କରେ ଚଳୁଛନ୍ତି ନା? ତାପରେ ଆପଣଙ୍କର